ଏମିତି ଅବାଧ୍ୟତା ହେଲେ ଆମର ପୂର୍ବପୁରୁଷ ଆଦି ପିତା ମାନେ ଆଜି ଆଲୋଚନା କରିବା। ଆମେ ପଢିବା ଆଦି ପୁସ୍ତକ 3 ପର୍ବ 22 ରୁ 24 ପଦ ଯାଏ। ଆଦି ପୁସ୍ତକ 3 ପର୍ବ 22 ପଦରୁ 24 ପଦ। ଅନନ୍ତର ସଦାପ୍ରଭୁ ପରମେଶ୍ୱର କହିଲେ, ଦେଖ ମନୁଷ୍ୟ ଭଲ ମନ୍ଦର ବୋଧ ପ୍ରାପ୍ତ ହୋଇ ଆମମାନଙ୍କ ପରି ଜଣେ ହୋଇଅଛି। ଆଉ ଏବେ ସେ ଯେପରି ହାତ ବଢ଼ାଇ ଅମୃତ ବୃକ୍ଷର ଫଳ ମଧ୍ୟ ତୋଳି ଖାଇ ଅନନ୍ତ ଜୀବୀ ନ ହୋଇ, ଏଥିପାଇଁ ସଦାପ୍ରଭୁ ପରମେଶ୍ୱର ଏଦନ ଉଦ୍ୟାନରୁ ତାଙ୍କୁ ବାହାର କରିଦେଲେ ଓ ସେ ଯେଉଁ ମୃତ୍ତିକାରୁ ନୀତ ହୋଇଥିଲେ ତହିଁରେ କୃଷି କର୍ମ କରିବାକୁ ତାଙ୍କୁ ନିଯୁକ୍ତ କଲେ। ଏହି ରୂପେ ସେ ଆଦମଙ୍କୁ ତୋଳିଦେଲେ। ପୁଣି ଅମୃତ ବୃକ୍ଷର ଫଳ ରକ୍ଷା କରିବା ନିମିତ୍ତ ଏଦନ ଉଦ୍ୟାନର ପୂର୍ବ ଦିଗରେ କିରୁବଗଣ ଓ ଚତୁର୍ଦିଗରେ ଘୂର୍ଣ୍ଣାୟମାନ ତେଜମୟ ଖଡ୍ଗ ସ୍ଥାପନ କଲେ। ସୃଷ୍ଟିର ଆରମ୍ଭରେ 6 ଦିନରେ ସାରା ଜଗତକୁ ପ୍ରଭୁ ସୃଷ୍ଟି କଲେ। ପ୍ରଥମ ଦିନରେ କଣ ସୃଷ୍ଟି କଲେ? ଦୀପ୍ତି। ଦ୍ୱିତୀୟ ଦିନରେ ଆକାଶ ମଣ୍ଡଳ। ତୃତୀୟ ଦିନରେ ଗଛ। ଚତୁର୍ଥ ଦିନରେ ସୂର୍ଯ୍ୟ ଚନ୍ଦ୍ର। ଆଉ ପଞ୍ଚମ ଦିନରେ ମାଛ ଆଉ ପକ୍ଷୀ ମାନଙ୍କୁ। ଆଉ ଷଷ୍ଠ ଦିନରେ ମନୁଷ୍ୟ ଏବଂ ପଶୁ ମାନଙ୍କୁ ସୃଷ୍ଟି କଲେ। ତାପରେ ସଦାପ୍ରଭୁ ପରମେଶ୍ୱର କଣ କରୁଛନ୍ତି? ଏଦନ ଉଦ୍ୟାନରେ ତାଙ୍କୁ ରଖିଛନ୍ତି ଆଉ ଦାୟିତ୍ୱ ଦଉଛନ୍ତି। ତାଙ୍କୁ ଗୋଟେ ଦାୟିତ୍ୱ ଦଉଛନ୍ତି ଯେ ସବୁ ବିଷୟରେ ତମେ କର୍ତ୍ତୃତ୍ୱ କରିବ। ଆଉ ସବୁ ଗଛର ସବୁ ଉଦ୍ୟାନ ସବୁ ଗଛର ଫଳ ଖାଇପାରିବ, ସ୍ୱତନ୍ତ୍ର ଖାଇପାରିବ। କିନ୍ତୁ ମଧ୍ୟରେ ଯେଉଁ ଗଛ ଅଛି ଶସ୍ୟ ଜ୍ଞାନଦାୟକ ବୃକ୍ଷର ଫଳ ଖାଇବ, ଭୋଜନ କରିବ ନାହିଁ। ସେଇ ଆଦେଶ ଦେଇଥିଲେ ସଦାପ୍ରଭୁ ପରମେଶ୍ୱର। କିନ୍ତୁ ଆମେ ଏଠି ଦେଖୁଛୁ ଯେ ସେ 22 ପଦରେ ସେମାନେ କଣ କରୁଛନ୍ତି? ଆଉ ସେ 22 ପଦ ଆମେ ପଢିବା। ଅନନ୍ତର ସଦାପ୍ରଭୁ ପରମେଶ୍ୱର କହିଲେ, ଦେଖ ମନୁଷ୍ୟ ଭଲ ମନ୍ଦ ବୋଧପ୍ରାପ୍ତ ହୋଇ ଆମମାନଙ୍କ ପରି ଜଣେ ହୋଇଅଛି। ଆଉ ଏବେ ସେ ଯେପରି ହାତ ବଢ଼ାଇ ଅମୃତ ବୃକ୍ଷର ଫଳ ମଧ୍ୟ ତୋଳି ଖାଇ ଅନନ୍ତ ଜୀବନ ନ ହୋଇ। ଏଠି ଆମେ ଦେଖୁଛୁ ଯେ ଅନନ୍ତର ସଦାପ୍ରଭୁ ପରମେଶ୍ୱର କହିଲେ, ଦେଖ ମନୁଷ୍ୟ ଭଲ ମନ୍ଦ ବୋଧ ପ୍ରାପ୍ତ ହୋଇ ଆମମାନଙ୍କ ପରି ଜଣେ ହୋଇଅଛି। ସେ ଫଳ ଖାଇଲା। ଫଳ ଖାଇବା ଦ୍ୱାରା ସେ ଭଲ ମନ୍ଦର ବୋଧ ପ୍ରାପ୍ତ ହୋଇ ଆମମାନଙ୍କ ପରି ଜଣେ ହୋଇଅଛି। ଅର୍ଥାତ୍ ଆମ୍ଭମାନଙ୍କ ପରି ବୋଲେ କାହା ପରି ହେଇଛନ୍ତି? ଈଶ୍ୱରଙ୍କ ପରି ହେଇଯାଇଛନ୍ତି। ଆଦମ ବା ଈଶ୍ୱରଙ୍କ ପରି ହେଇଯାଇଛନ୍ତି। ଭଲ ମନ୍ଦର ବିଷୟ ସବୁ ଜାଣିଛନ୍ତି। ଯେତେବେଳେ ଭଲ ମନ୍ଦର ବିଷୟ ସବୁ ଜାଣିଛନ୍ତି, ଯେତେବେଳେ ଭଲ ଫଳ ଖାଇଲେ ଭଲ ଆଉ ମନ୍ଦ ଦୁଇଟା ବିଷୟ ସେମାନେ ଜାଣିପାରିଲେ। ଆଗରେ ସେମିତି ନଥିଲା। ପାପ କରିବା ପୂର୍ବରୁ ଖାଲି ଭଲ ଏକା ଥିଲା, ମନ୍ଦ ନଥିଲା। କିନ୍ତୁ ଏବେ ମନ୍ଦ ମଧ୍ୟ ପଳାଇ ଆସିଛି।
କଣ କଣ ହରାଉଛନ୍ତି? ପବିତ୍ରତାକୁ ହରାଉଛନ୍ତି। ଆଉ କଣ ହରାଉଛନ୍ତି ସେମାନେ? ଅନନ୍ତ ଜୀବନ ହରାଉଛନ୍ତି। ଆଉ କଣ ହରାଉଛନ୍ତି ସେମାନେ? ଈଶ୍ୱରଙ୍କର ଯୋଉ ସହଭାଗିତା ଥିଲା ତାଙ୍କ ଜୀବନରେ ସେଇଟା ହରାଉଛନ୍ତି। ଆଉ ସେମାନଙ୍କ ଜୀବନରେ ଲଜ୍ଜା ଆସୁଛି। ଆଉ ସେମାନଙ୍କ ଜୀବନରେ ଭୟ ଆସୁଛି। ଆଉ ସେମାନଙ୍କ ଜୀବନରେ ଦୁଃଖ ଆସିଲା। ଜ୍ଞାନ ପାଇଗଲେ ସିନା ଭଲ ମନ୍ଦ, କିନ୍ତୁ ତାଙ୍କ ଜୀବନରେ ଏବେ କଣ ଆସୁଛି? ଆନନ୍ଦ ଜାଗାରେ ଦୁଃଖ ଆସୁଛି। ଜୀବନ ଜାଗାରେ କଣ ଆସୁଛି? ଜୀବନ ଜାଗାରେ ମୃତ୍ୟୁ ପଳେଇ ଆସିଲା। ସେମାନଙ୍କର ଲଜ୍ଜା ନଥିଲା ବୋଲି ଆମେ ଦେଖିପାରୁଛୁ। ସେମାନେ ଲଗ୍ନ ଥିଲେ, କିନ୍ତୁ ଯୋଉ ଫଳ ଖାଇଲା ପରେ ସେମାନେ ଅବାଧ୍ୟ ହେବା ଦ୍ୱାରା ଲଜ୍ଜା ଆସୁଛି। ସେମାନେ କେବେ ଭୟ କରୁନଥିଲେ। ପରମେଶ୍ୱର ତାଙ୍କ ସହିତ ଗମନ କରୁଥିଲେ ବୋଲି ଆମେ ଦେଖିପାରୁଛୁ। ଭୟ କରୁନଥିଲେ ପରମେଶ୍ୱରଙ୍କୁ। ଏବେ ଭୟ ବାହାରି ଆସିଲା। ପାପ କରି ସେମାନେ ଜ୍ଞାନ ଅର୍ଜନ କରିବୁ ବୋଲି ଭାବୁଛନ୍ତି, କିନ୍ତୁ ସବୁ ଅସୁବିଧା ହେଇଗଲା। ସବୁ ଗଡ଼ବଡ଼ ହେଇଯାଉଛି। ଆଉ ପ୍ରଭୁଙ୍କ ଠାରୁ ସେମାନେ ଦୂରରେ ରହିବା ବିଷୟ ଦେଖିପାରୁଛୁ। ଆଉ ଏ ଅବାଧ୍ୟତା ଯନ୍ତ୍ରଣା ହଉଛି ଏମାନଙ୍କ ଜୀବନରେ। ଆଉ ସେମାନଙ୍କର ଭଲ ଜ୍ଞାନ ସେଟା ଆସିପାରୁନାହିଁ। ଭଲ ଜ୍ଞାନ ସେମାନେ ଆସିପାରୁନାହିଁ। ସେଟା କାହିଁକି ଏମିତି ହେଲା? ସେମାନେ ପାପ କରିବା ଦ୍ୱାରା ଆସୁଛି। ପାପ ଇଂଲିଶରେ କଣ କହିବେ? ସିନ୍ ବୋଲି କହିବେ। ସିନ୍ ର ଫୁଲ୍ ଫର୍ମ ହଉଛି ଏସ୍ ବୋଲେ SIN, ତିନଟା ଅଛି ନା? S बोले सेपरेशन, अलगा। I बोले I choose my way बोली से बोल। और N बोले not obey God, SIN, है ना? sin बोले S बोले सेपरेशन ही जाओ। आओ I बोले I choose my way, निजो विचार मुझे जोटा निशा पसंद करबी। तापरे एन नॉट ओबे कर ईश्वर को बाध्य होना। प्रथम रे से माने कोन करछंती? इच्छा। इटी चारटा विषय हमें देखि पाछो। चारटा नहीं तीनटा। नयनर अभिलाष, चक्षुर अभिलाष, शारीरिक अभिलाष, आइ गोटे कोन? लौकिक कर्म ताको जीवन रे पळे आसला। नयनर अभिलाष अनुसार से देखले सुंदर देखा जाउछि। आ कार कथा सुनवा पे नहीं, प्रभुकर कथा सुनवा पे नहीं, किंतु शैतान कथा सुनुचंती। नयनर अभिलाष, चक्षुर अभिलाष, आ शारीरिक अभिलाष, आ लौकिक कर्म ताको जीवन रे आसुछि। आई चूज माय वे, मोर इच्छा रे मुई जोटा विचार करी, हैला मोर इच्छा रे मु जोटा करि पारबी। जदि आमे ईश्वरଙ୍କର ଇଚ୍ଛାରେ ଯିବା ନାହିଁ ଜଗତରେ, ତାହେଲେ ମୋର ଇଚ୍ଛାରେ ମୁଁ ଚାଲୁଛି। ଯେତେବେଳେ ସଲୋମନ ରାଜା ମୃତ୍ୟୁବରଣ କଲେ, ତାଙ୍କ ପୁଅ କିଏ ଆସିଲା? ରିହବ୍ୟାମକୁ କହିଲେ, ପ୍ରାଚୀନ ମାନେ କହିଲେ, ବଡ ଲୋକମାନେ କହିଲେ, ବାବୁ ତୁ ଏମିତି ଏମିତି କଲେ ଦେଶ ଭଲରେ ଚାଲିବ। କିନ୍ତୁ ସେ ତାଙ୍କର ଇଚ୍ଛା, ମୋର ଇଚ୍ଛା ମୁଇଁ କରିବି। सांग मानको से पचारले, सांग मानकर सहित कथाबार्ता हेकरी सांगर कथा पढ़ी करी से माने से शासन करचिता द्वारा देश कोन हला भाग होई गला मित्र। आई चूज माय वेज, मोर इच्छा मुई जहा भी करबी से प्रकार जदी हेउची ताले कोन आसबो? नॉट ओबे। ईश्वरकर बाध्य हेबे नै से माने ईश्वरकर कथा मानबे नै। जब निजो विचार चलबे से ईश्वर कथा केबे मानबे नै। माँ बापार कथा छाड़ो, ईश्वर कथा में मानबे। ईश्वर कथा जदि मानु नांती, माँ बापार कथा मानबे नै। माँ बापार कथा मानु नांती बोले त बड़ लोकर मते कथा मानबे नै। त द्वारा कोन हबो? सेपरेशन ऑफ गॉड। ईश्वर ठारू अलगा हे करी से माने जीवन बिताय। से माने ईश्वर ठारू अलगा हैला परे कोन होची? दुख आसुची। मनुष्य जीवन रे सेतेबेले दुख आसबो, दुटा दुख अछि।
ହଉଛି ପାପ କରି ଦୁଃଖ, ଆଉ ଗୋଟେ ହଉଛି ଈଶ୍ୱରଙ୍କ ପାଇଁ ଦୁଃଖ। ପାଉଲଙ୍କ ଜୀବନରେ ସେ ପ୍ରଭୁଙ୍କ ପାଇଁ ଦୁଃଖ ସହ୍ୟ କରୁଛନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ସେ ପିତାଙ୍କର ଉଦ୍ଦେଶ୍ୟରେ ସେ ଦୁଃଖ ଭୋଗ ସହ୍ୟ କରୁଛନ୍ତି। ଆମମାନଙ୍କ ନିମନ୍ତେ ସେ ଦୁଃଖ ଭୋଗ ସହ୍ୟ କଲେ, କିନ୍ତୁ ସେ କିଛି ଭୁଲ କରିନଥିଲେ। କିନ୍ତୁ ଆଦମ ହବା ଈଶ୍ୱରଙ୍କର ଅବାଧ୍ୟ ହଉଛନ୍ତି। ସିନ୍ ସେପାରେସନ, ଆଇ ମାନେ I choose my ways, ଆଉ ଏନ୍ ମାନେ not obey God, ଈଶ୍ୱରଙ୍କର ବାଧ୍ୟ ହଉନାହାନ୍ତି। ତ ଦ୍ୱାରା ସେମାନେ ପାପ କରୁଛନ୍ତି। ଆଉ ତାଙ୍କ ଜୀବନରେ ଅନେକ ଏବେ ଲଜ୍ଜା ଆସୁଛି, ଭୟ ଆସୁଛି, ଦୁଃଖ ଆସୁଛି, ସବୁ ବିଷୟ ଆସୁଛି। ତେଣୁକରି ବାକ୍ୟରେ ଲେଖା ହେଇଯାଇଛି, ଏମାନେ ହିତୋପଦେଶ 14 ପର୍ବ ତାର 12 ପଦ ଲେଖା ହେଇଛି, କୌଣସି ପଥ ମନୁଷ୍ୟକୁ କଣ ଦେଖାଯିବ? ପ୍ରଥମରେ ସରଳ ଦେଖାଯିବ, କିନ୍ତୁ ତାର ଶେଷରେ କଣ ଥିବ? ମୃତ୍ୟୁ ଥିବ ବୋଲି ଲେଖା ହେଇଛି ନେ ହିତୋପଦେଶ 14 ତାର 12 ପଦରେ। ଏମାନେ ଜାଣି ପାରୁନାହାନ୍ତି, ଅନେକ ଲୋକ ଆଜି ଜାଣି ପାରୁନାହାନ୍ତି ଯେ ପ୍ରଥମରେ ଭଲ ଦେଖାଯିବ, କିନ୍ତୁ ଶେଷରେ ମୃତ୍ୟୁ ଥିବ। କାନା ନଗରରେ ଯେତେବେଳେ ବିବାହ ହେଲା, ସେଇ ସମୟରେ କଣ ହେଲା? ଦ୍ରାକ୍ଷାରସ ସରିଗଲା। ଦ୍ରାକ୍ଷାରସ ସରିଗଲା ପରେ ପ୍ରଭୁ କଣ କଲେ? ଜଳକୁ ଦ୍ରାକ୍ଷାରସ କରିଦେଲେ, ଆଉ ସମସ୍ତେ ସେ ଦ୍ରାକ୍ଷାରସ ପିଇଲେ। ପିଇଲା ପରେ କହୁଛନ୍ତି କଣ ବୋଲି କରି, ଲୋକମାନେ ପ୍ରଥମରେ କଣ ଦେବେ? ଭଲଟା ଦେବେ, ଶେଷରେ ଖରାପଟା ଦେବେ। ତମେ ଏବେ ପର୍ଯ୍ୟନ୍ତ ଭଲଟା ରଖିଥିଲ, ସରିଲା ପରେ ଭଲଟା ଦଉଛ ବୋଲି ସେମାନେ କହୁଛନ୍ତି। ମଦ ଦୋକାନରେ ଯେତେବେଳେ ଯାଆନ୍ତି ଲୋକମାନେ ଭଲ ମଦ ଦେବେନି, ନିଶା ହେଲା ପରେ ବେଶୀ ଖରାପ ଦେବେ, ପାଣି ମିଶାଇକି ଦେଇଦେବେ। ଆମେ ଜାଣୁଛୁ ସେଟା, ଆମେ ନ ପିଇଲେ ମିଶା ଜାଣିଛୁ, ଶୁଣିଛୁ, ଜାଣିଛୁ। କେତେ ଲୋକ କେତେ କହିବା ଅନୁଭବ ମଧ୍ୟ କେତେ ଲୋକ କରିଥିବେ ପିଇଥିବା ଲୋକମାନେ। କୌଣସି ପଥ ପ୍ରଥମରେ ସରଳ ଦେଖାଯିବ, କିନ୍ତୁ ଶେଷରେ ମୃତ୍ୟୁ ଥିବ। ପାପ କରି ଜ୍ଞାନ ଅର୍ଜନ କରିବୁ ବୋଲି ମାନେ ଚିନ୍ତା କରୁଛନ୍ତି। ପାପ କରି ଜ୍ଞାନ ଅର୍ଜନ କରିହେବ କି? କରିହେଉଛି ଜଗତରେ। ପାପ କଲା ପରେ ଅନେକ ଜ୍ଞାନ, ଅନେକ ଟଙ୍କା, ଅନେକ ବିଷୟ ସେମାନେ କଣ କରୁଛନ୍ତି? ସଞ୍ଚୟ କରୁଛନ୍ତି, ଯୋଉଟା କି ତାଙ୍କୁ ସାଟିସ୍ଫ୍ୟାକ୍ସନ, ସନ୍ତୁଷ୍ଟ କରିବ। ଘର ବାନ୍ଧିଲେ ବଢିଆ, ଗାଡି କିଣିଲେ ବଢିଆ, ସବୁ ବିଷୟ କଲେ। କିନ୍ତୁ ପାପ କରି ଆମେ ସେଇ ପ୍ରକାର ଜ୍ଞାନ ଅର୍ଜନ କରିବୁ, ସେଇ ପ୍ରକାର ଟଙ୍କା ଅର୍ଜନ କରିବୁ, ସେଇ ପ୍ରକାର ନାମ ଅର୍ଜନ କରିବୁ, ସେଇଟା ସବୁଦିନ ପାଇଁ ରହିବ ନାହିଁ। ସେଇଟା ସବୁଦିନ ପାଇଁ ରହିବ ନାହିଁ। ଆଦମ ଭଗବାନଙ୍କ ଜୀବନରେ ସେଇ ପ୍ରକାର ଆସିଛି। ସେମାନେ ପାପ କଲେ, ତାପରେ କଣ ହେଇଛି? ଦୁଃଖ ଆସୁଛି ତାଙ୍କ ଜୀବନରେ। ଆଉ ପାପ କରି ଯୋଉ ଜ୍ଞାନ ମିଳିବ ପୁଣି ସେଟା ଆଶୀର୍ବାଦ କି? ପାପ କରି ଯୋଉ ଜ୍ଞାନ ମିଳିବ ସେଟା ଆଶୀର୍ବାଦ ନାହିଁ, ସେଟା ଅଭିଶାପ, ସେଟା ଦୁଃଖ ଆକା। ଭାବୁଛୁ ଆମେ ପାପ କରି ଆଶୀର୍ବାଦ ପାଇବୁ ବୋଲି, କେବେ ମଧ୍ୟ ଆଶୀର୍ବାଦ ପାଇ ହେବ ନାହିଁ। ମୁଁ କହିବାଟା ଶୁଣିଛି, କେତେ ଲୋକ ଚୋର କରିବା ପାଇଁ ଚୋରବା ପାଇଁ ଗଲାବେଳେ ସେ ପ୍ରାର୍ଥନା କରିଯିବେ। ମୁଁ ଶୁଣିଛି, ମୁଁ ତ କେବେ ଜାଣିନାହିଁ, ଯେ ଶୁଣବା କଥା। ପ୍ରାର୍ଥନା କଲା ବେଳେ ଚୋରବା ପାଇଁ ଗଲା ଆଗରୁ ସେମାନେ ପ୍ରାର୍ଥନା କରି ଯିବେ, ଆରି ଚୋରି କରି ଆଇବେ, ଆରି ପରେ ଧନ୍ୟବାଦ ଦେବେ। କାହିଁକି ବୋଲେ ଧରା ପଡି ନାହିଁ ଆମେ ବୋଲି ଜାଣିନାହିଁ। ପାପ କରି କେହି ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହେଇପାରିବେ ନାହିଁ। ପାପ କରି ଆମେ ଜ୍ଞାନ ଅର୍ଜନ କଲେ ଆମେ କେବେ ମଧ୍ୟ ଆଶୀର୍ବାଦ ପାଇବା ନାହିଁ। ପାପ କରି ଆମେ ଧନ ଅର୍ଜନ କଲେ ଆମେ ଆଶୀର୍ବାଦ ପାଇପାରିବା ନାହିଁ। ପାପ କରି ଆମେ ଯେତେ ଉଚ୍ଚ ହେଲେ ମଧ୍ୟ ଆମେ ଆଶୀର୍ବାଦ ପାଇପାରିବା ନାହିଁ। ଅନେକ ଲୋକ ସେଇ ପ୍ରକାର କରନ୍ତି, କିନ୍ତୁ ଆମେ ସେଇ ପ୍ରକାର କରିବା ନାହିଁ। ତ ଏମାନେ ପାପ କଲେ, ଈଶ୍ୱରଙ୍କର ଅବାଧ୍ୟ ହେଲେ, ଆଉ ସେମାନେ ଫଳ ଖାଇଲେ, ଯଦ୍ୱାରା କି ସେଇ ପବିତ୍ରତା ସେମାନେ ହରାଉଛନ୍ତି ସେମାନଙ୍କ ଜୀବନରେ। ଆଉ ସେମାନଙ୍କ ଜୀବନରେ ଦୁଃଖ ଆସୁଛି, ଲଜ୍ଜା ଆସୁଛି, ସବୁ ବିଷୟ ଆସୁଛି। ତ ତାପରେ ଆମେ ଆଉ ଗୋଟେ ବିଷୟ ଆମେ ଦେଖିପାରୁଛୁ ଯେ ଭଲ ମନ୍ଦ ପ୍ରାପ୍ତ ହୋଇ ଆମମାନଙ୍କ ପରି ଜଣେ ହୋଇଅଛି। ଆଉ ଏବେ ଯେପରି ହାତ ବଢାଇ ଅମୃତ ବୃକ୍ଷର ଫଳ ମଧ୍ୟ ତଳେ ଖାଇ ଅନନ୍ତ ଜୀବନ ନ ହୁଏ। ଏଟା ତ ହେଲା, ଏବେ କଣ ହବ? ହାତ ବଢାଇକରି ଅମୃତ ବୃକ୍ଷ ବା ସେ ଜୀବନର ଫଳ ଯେମିତି ଖାଇବେ ନାହିଁ, ସେଥିପାଇଁ ସଦାପ୍ରଭୁ
କ'ଣ କରୁଛନ୍ତି ସେ ଏଦେନ ଉଦ୍ୟାନରୁ ତାଙ୍କୁ ବାହାର କରୁଛନ୍ତି। ଏଦେନର ଅର୍ଥ ହେଉଛି ଈଶ୍ୱରଙ୍କର ଉପସ୍ଥିତି। ଏଦେନର ଅର୍ଥ ହେଉଛି ଆନନ୍ଦିତ ଆନନ୍ଦ ଜୀବନ ଯାପନ କରିବାଟା ଏଦେନକୁ ବୁଝାଉଛି, ଈଶ୍ୱରଙ୍କର ଉପସ୍ଥିତିକୁ ବୁଝାଉଛି। ଏଦେନ ଉଦ୍ୟାନରେ ସବୁ ବିଷୟ ଥିଲା, ଖାଇବା ପାଇଁ ଥିଲା, ରହିବା ପାଇଁ ଥିଲା, ସୁଖ ଥିଲା, ଈଶ୍ୱରଙ୍କ ସହିତ ସହଭାଗିତା ଥିଲା, ସବୁ ବିଷୟ ଥିଲା। ଶାନ୍ତିରେ ସେମାନେ ଜୀବନ ଯାପନ କରୁଥିଲେ, ଭୟ ନଥିଲା। କିନ୍ତୁ ଏବେ ସେମାନେ ଏଦେନ ଉଦ୍ୟାନରୁ ବାହାରୁଛନ୍ତି। ଏଦେନ ଉଦ୍ୟାନରୁ ଯେତେବେଳେ ବାହାରୁଛନ୍ତି ତାଙ୍କ ଜୀବନରେ ଏବେ କ'ଣ ହେଉଛି, ସେଇ ଦୁଃଖ ଆସୁଛି, ସେଇ କଷ୍ଟ ଆସୁଛି, ଆଉ ସେଇଟା ଈଶ୍ୱରଙ୍କର ଉପସ୍ଥିତି ତାଙ୍କ ଜୀବନରେ ଆଗେ ଆସିପାରୁନାହିଁ। ତ ସଦାକୁ ପରମେଶ୍ୱର ତାଙ୍କୁ ଏଦେନ ଉଦ୍ୟାନରୁ ତାଙ୍କୁ ବାହାର କରିଦେଉଛନ୍ତି। ଏଦେନରୁ ଉଦ୍ୟାନରୁ ତାଙ୍କୁ ବାହାର କରିବାଟା ଦଣ୍ଡ କି ନାହିଁ? ଦଣ୍ଡ କି ଦଣ୍ଡ ନିଶ୍ଚିତ ଭାବରେ ଦଣ୍ଡ। ହେଲେ ପ୍ରଭୁ ତାଙ୍କୁ ପରିତ୍ୟାଗ କରିଦେଲେ କି? ପ୍ରଭୁ ତାଙ୍କୁ ପୁରା ଛାଡ଼ିଦେଲେ କି? ହେଲେ କାହିଁକି ବାହାର କରିଦେଲେ? ଏଦେନ ଉଦ୍ୟାନରୁ କାହିଁକି ବାହାର କରିଦେଲେ? ସେ ଫଳ ଖାଇବା ଅନାଜ୍ଞାବହତା। ପାପ କରି କରି ଲୋକମାନେ ପବିତ୍ରତା ହେଇପାରିବେ ନାହିଁ। ବୁଝିପାରୁଛନ୍ତି? ପାପ ଭିତରେ ରହିକରି ଲୋକ ପବିତ୍ରତା ହେଇପାରିବ ନାହିଁ, ପ୍ରଥମ ବିଷୟ। ଦ୍ୱିତୀୟ ବିଷୟ ହେଉଛି ଯେ ପାପ କରି ଗୋଟେ ଲୋକ ଅନନ୍ତ କାଳ ପାଇଁ ରହିପାରିବ ନାହିଁ। ଯଦି ସେ ଫଳ ଖାଇ ଦେଇଥାନ୍ତେ, ପାପ କରି ଖାଇ ଦେଇଥାନ୍ତେ ବୋଲେ ଅନନ୍ତ କାଳ ପାଇଁ ସେ ପାପରେ ସେମାନେ ରହିଥାନ୍ତେ। ବୁଝିପାରୁଛନ୍ତି? ପାପ କରି ଆମେ ପବିତ୍ର ଜୀବନ କାଟି ପାରିବୁ ନାହିଁ, ପ୍ରଥମ ବିଷୟ। ଦ୍ୱିତୀୟ ବିଷୟ ହେଉଛି ପାପ କରି ଅନନ୍ତ କାଳ ଯାଏ ସେମାନେ ରହିପାରିବେ ନାହିଁ। ଯଦି ସେ ପାପ କରି ସେମାନେ ସେ ଫଳ ଖାଇ ଦେଇଥାନ୍ତେ ବହୁତ ଦୁର୍ଦ୍ଦଶା ହେଇଯାଇଥାନ୍ତା, ବହୁତ ଦୁର୍ଦ୍ଦଶା ବୋଲେ ଆହୁରି ଆମେ ମାନେ ଏଇଠି ଜଗତରେ ଆସିପାରିନଥାନ୍ତୁ। ସେଇଟା ଗୋଟେ କେମିତି ମହଲ ହେଇଥାନ୍ତା, ଟିକେ ଚିନ୍ତା କରନ୍ତୁ। ପାପ ତ କରଲେ ଆଉ ସେ ଅମରର ଫଳ, ନ ମରବା ଜୀବନ, ନ ମରବା ଫଳ ଖାଇ ଦେଇଥାନ୍ତେ, ପାପ କରି ରହିଥାନ୍ତେ ବୋଲେ ଆଉ ସେ ପୃଥିବୀ ଗୋଟେ କେମିତି ହେଇଥାନ୍ତା। ସେଥିପାଇଁ ପ୍ରଭୁ କ'ଣ କରୁଛନ୍ତି, ତାଙ୍କୁ ବାହାର କରୁଛନ୍ତି। ଏବେ ଗୋଟେ ରୋଗୀ ଅଛି, ସେ ରୋଗୀକୁ କ'ଣ କରାଯାଉଛି, ଗୋଟେ ଘର ଅଛି, ସେଠି ଔଷଧ ସବୁ ଅଛି, ବହୁତ ଭଲ ଔଷଧ ଗୁଡ଼ାକ ଅଛି, ରୋଗୀ ଅଛି। ଆଉ ରୋଗୀ ସେ ଘରରୁ କ'ଣ କରିବ, ଔଷଧ ଆଣିଦେବ, ଆଣିକି ଖାଇବ। ଖାଇଲା ପରେ ସେ ଜାଣିନାହିଁ ସେଟା କୋଉଟା ଖାଇବାଟା କୋଉଟା ନାହିଁ। ସେଇଟା ପାଇଁ ସେ ଡକ୍ଟର କ'ଣ କରୁଛି, ସେ ରୁମ୍କୁ ପୁରା ବନ୍ଦ କରିଦେଉଛି। ସେ ରୁମ୍କୁ ବନ୍ଦ କରିଦେଉଛି, ଅର୍ଥାତ୍ ସେ ରୋଗୀ ମରିଯାଉ ବୋଲିକରି ଡକ୍ଟର ବନ୍ଦ କରୁନାହିଁ। କାହିଁକି ବନ୍ଦ କରୁଛି? କାହିଁକି ବନ୍ଦ କରୁଛି? ଯେହେତୁ ସେ ବଞ୍ଚୁ, ସେ ଔଷଧ ଗୁଡ଼ାକୁ ଖାଇଦେଲେ ମରିଯିବ, ହେଲା। ସେ ଔଷଧ ଖାଇଦେଲେ ମରିଯିବ, ସେ ଜାଣିନାହିଁ କିଛି। ତେଣୁକରି ସେ ରୁମ୍, ସେ ମେଡିସିନ ଯୋଉଟାକି ମେଡିକାଲ ଷ୍ଟୋର ବୋଲି କହୁଛୁ, ସେ ମେଡିକାଲ ଷ୍ଟୋର ବୋଲି ଯୋଉଟା କହୁଛୁ, ସେଟା ବନ୍ଦ କରିଦେଲେ। ଆଉ ତାଙ୍କୁ ଠିକ ଔଷଧ ତାପରେ ତାଙ୍କୁ ଦେବେ। ତାର ତ ଡକ୍ଟର ଯେ ତାକୁ ଖରାପ ଭାବୁଛନ୍ତି, ତାଙ୍କୁ ମରାଇ ଦେବେ, ସେଇ ଚିନ୍ତାରେ ତାକୁ ସେଇଟା ବନ୍ଦ କରୁନାହାନ୍ତି। ଏବେ ଗୋଟେ ପିଲା ଯାଉଛି ଧଳା ସାର୍ଟ ପିନ୍ଧିବା ପାଇଁ ବହୁତ ଇଚ୍ଛା ତାକୁ, ଆଉ ସେ ଧଳା ସାର୍ଟ ପିନ୍ଧିଲା। ଠିକ ଅଛି, ମା କହିଲେ ବାବୁ ତୁ ଧଳା ସାର୍ଟ ପିନ୍ଧୁ ନା, ତୁ ଏଇ କାଦରେ ଖେଳିବୁ ନାହିଁ। ଠିକ ଅଛି ବୋଲି ଯାଉଛି, ଆଉ ସେ କାଦରେ ଏକା ଖେଳୁଛି। କିସ ହେଲା? ବାଧ୍ୟ ହେଲା, ସାର୍ଟ ମଇଳା ହେଇଗଲା। ମଇଳା ହେଲା ପରେ ସେ ଘରେ ଯାଇପାରୁଛି କି? ଯାଇପାରୁନି, ମା ଗାଳି କରିବ। କିନ୍ତୁ ମା ଯାଇ ଗଲା ପରେ ତା ସେ ସାର୍ଟକୁ କାଢୁଛନ୍ତି, ସଫା କରିଦଉଛନ୍ତି, ଆଜି ପିନ୍ଧାଉଛନ୍ତି ହେଲା। ତ ମା କାହିଁକି ମନା କରୁଥିଲେ? ମଇଳା ହେଇଯିବ ବୋଲି। ତାର ତ ମା ତାକୁ ରିସାଉନାହାନ୍ତି ଯେ ତୁଇ ଧଳା ସାର୍ଟ ପିନ୍ଧିକରି ତୁଇ ଖେଳବୁ, କାଦର ଖେଳ, ଏଟା ସେଟା ବୋଲି ମା କହୁନାହାନ୍ତି। କାହିଁକି ବୋଲେ ନଷ୍ଟ ହବ, ଜାଣିଛନ୍ତି ମା, ସେଥିପାଇଁ ତାକୁ ଖେଳ ନାହିଁ ବୋଲି କହୁଛନ୍ତି। ଆଦମ ହବାକୁ ପ୍ରଭୁ ଜାଣିଥିଲେ ଯେ ଫଳ ଖାଅ ନାହିଁ ବୋଲି କହିଥିଲେ, କିନ୍ତୁ ସେମାନେ ଖାଇଲେ। ଆଉ ସେ ପ୍ରଭୁ ମଧ୍ୟ ଜାଣିଲେ ଯେ ଆଇରେ କାଳେ କି କରିବ, ସେ ଜୀବନର ଫଳ ମଧ୍ୟ ଖାଇଦେବ। ସେଥିପାଇଁ ପ୍ରଭୁ ତାଙ୍କୁ ବାହାର କରୁଛନ୍ତି, କିନ୍ତୁ କ'ଣ ପାଇଁ ନାହିଁ, ତାଙ୍କୁ ବିନଷ୍ଟ କରିବା ପାଇଁ। ତାପରେ
ତାଙ୍କୁ ରକ୍ଷା କରିବା ପାଇଁ ଯେତେବେଳେ ବାହା କରିଦେଲେ ତାଙ୍କୁ କାମ ମଧ୍ୟ ଯୋଗାଇ ଦେଉଛନ୍ତି, ତାଙ୍କୁ ଆଶା ଗୋଟେ ଦେଉଛନ୍ତି, ତାଙ୍କୁ ଭରସା ମଧ୍ୟ କରୁଛନ୍ତି, ଭରସା ବିଷୟ ଗୁଡ଼ାକ ଦେଉଛନ୍ତି, ସବୁ ବିଷୟ ତାଙ୍କୁ ପ୍ରସ୍ତୁତ କରିଦେଉଛନ୍ତି। ତ ସେଇ ପ୍ରକାର ଭାବରେ ତାଙ୍କୁ ସୁରକ୍ଷା ପ୍ରଭୁ ଦେଉଛନ୍ତି। ତାପରେ ଆମେ ଦେଖୁଛୁ ସେଇ ଅନନ୍ତ ଅମୃତ ବୃକ୍ଷର ଫଳ, ଜୀବନର ଫଳ, ଅନନ୍ତ ଜୀବନର ଫଳ, ସେ ଅମୃତ ବୃକ୍ଷର ଫଳ ଯେତେବେଳେ ଏଠି ଦେଖୁଛୁ ତାହା ଏକ ଦୟାର ଚିହ୍ନ। ଅମୃତ ବୃକ୍ଷ ବୋଲେ ସେ ଜୀବନ ବୃକ୍ଷର ଗୋଟେ ବିଷୟ ହେଉଛି ଦୟାର ଗୋଟେ ଚିହ୍ନ, ଆଉ ଅନନ୍ତ ଜୀବନ ଗୋଟେ ଚିହ୍ନ। ଯଦି ଆଦମ ଜୀବନ ବୃକ୍ଷ ଫଳ ଖାଇଥାନ୍ତା ସେ କ'ଣ ପାପରେ ଅନନ୍ତ କାଳ ସେ ବଞ୍ଚିଥାନ୍ତା, ତା ସବୁଠାରୁ ବଡ଼ ଦୁର୍ଦ୍ଦଶା ହେଇଥାନ୍ତା ବୋଲି ଆମେ ଏଠି ଦେଖୁଛୁ। ତାପରେ ଆମେ ଦେଖୁଛୁ 23 ପଦରେ ଏଥିପାଇଁ ସଦାପ୍ରଭୁ ପରମେଶ୍ୱର ଏଦୋମ ଉଦ୍ୟାନରୁ ତାଙ୍କୁ ବାହାର କରିଦେଲେ ଓ ସେ ଯେଉଁ ମୃତ୍ତିକାରୁ ନୀତ ହୋଇଥିଲେ ତହିଁରେ କୃଷି କର୍ମ କରିବାକୁ ତାଙ୍କୁ ନିଯୁକ୍ତ କଲେ। ଆମେ ଏଠି ଦେଖୁଛୁ ଆଦମ ବା ଭୁଲ କଲେ ସତ କଥା, ଆଉ ତାଙ୍କୁ ଏବେ ବାହାର କରାଯାଉଛି। ସେଠି ଗୋଟେ ବାଡ଼ ଦେଉଛନ୍ତି, ଏଥିପାଇଁ ସଦାପ୍ରଭୁ ପରମେଶ୍ୱର ଏଦୋମ ଉଦ୍ୟାନ ତାଙ୍କୁ ବାହାର କରିଦେଲେ ଓ ସେ ଯେଉଁ ମୃତ୍ତିକା ନୀତ ହୋଇଥିଲେ କୃଷି କର୍ମ କରିବାକୁ ତାଙ୍କୁ ନିଯୁକ୍ତ କଲେ। ଏହି ରୂପେ ସେ ଆଦମକୁ ତୋଳିଦେଲେ ଅମୃତ ବୃକ୍ଷର ପଥ ରକ୍ଷା କରିବା ନିମନ୍ତେ ଏଦୋମ ଉଦ୍ୟାନର ପୂର୍ବ ଦିଗରୁ ତ୍ରିଭୁବନ ଓ ଚତୁର୍ଦିଗରେ ଘୂର୍ଣ୍ୟମାନ ଖର୍ଚ୍ଚ ସ୍ଥାପନ କଲେ। ଏଠି ଆମେ ଦେଖୁଛୁ ପ୍ରଭୁ ତାଙ୍କୁ ବାହାର କରିଦେଇଛନ୍ତି, କିନ୍ତୁ ତାଙ୍କୁ ସୁରକ୍ଷା ମଧ୍ୟ ଦେଉଛନ୍ତି, ତାଙ୍କୁ ବିନଷ୍ଟ କରୁନାହାନ୍ତି। ଆମମାନଙ୍କୁ ମଧ୍ୟ ପ୍ରଭୁ କ'ଣ କରୁଛନ୍ତି, ଆମକୁ ସୁରକ୍ଷା ଦେଉଛନ୍ତି, ଆମମାନଙ୍କୁ ବିନଷ୍ଟ କରୁନାହାନ୍ତି। ଦିନମାନଙ୍କରେ ଯଦି ଆମେ ପଢ଼ିବା ସେଇ ବାକ୍ୟ ଆମେ ପଢ଼ିବା ଉପଦେଶକ 7 ପର୍ବ ତାର 29 ପଦ, ଉପଦେଶକ 7 ପର୍ବ 29 ପଦ, ଆଉ ଦିଶାୟ 59 ତାର 2 ପଦ। ଉପଦେଶକ 7:29 ଦେଖ ମୁଁ ଏତିକି ମାତ୍ର ପାଇଅଛି ଯେ ପରମେଶ୍ୱର ମନୁଷ୍ୟକୁ ସରଳ କରି ନିର୍ମାଣ କଲେ, ମାତ୍ର ସେମାନେ ଅନେକ ଉଦ୍ଭାବନ ଅନ୍ୱେଷଣ କରିଅଛନ୍ତି। ପ୍ରଭୁ ତାଙ୍କୁ ସରଳ ଭାବରେ ନିର୍ମାଣ କଲେ, କିନ୍ତୁ ସେମାନେ ଜ୍ଞାନ ପାଇବା ପାଇଁ ବିଭିନ୍ନ ବିଷୟ ସେମାନେ ଉଦ୍ଭାବନ କରୁଛନ୍ତି ବୋଲି ଆମେ ଦେଖିବା। ଆଜି ଜଗତର ଲୋକମାନେ ସେଇ ପ୍ରକାର ଉଦ୍ଭାବନ ଅନେକ ବିଷୟ କରୁଛନ୍ତି। ଉଦ୍ଭାବନ କରିବାଟା ଭୁଲ ନାହିଁ, କିନ୍ତୁ ପ୍ରଭୁଙ୍କ ଠାରୁ ଦୂରରେ ରହିକରି କାର୍ଯ୍ୟ କରିବାଟା ଭୁଲ ବୋଲି ଆମେ ଦେଖିବା। ତାପରେ ଜିରିମିୟଙ୍କ ବିଳାପ 3 ପର୍ବ ତାର 31 ଆଉ 33 ପଦ, ଜିରିମିୟଙ୍କ ବିଳାପ 3 ପର୍ବ ତାର 31 ରୁ 33 ପଦ ପଢ଼ିବା। କାରଣ ପ୍ରଭୁ ସଦାକାଳ ପରିତ୍ୟାଗ କରିବେ ନାହିଁ। କାରଣ ପ୍ରଭୁ ସଦାକାଳ କ'ଣ କରିବେ ନାହିଁ, ପରିତ୍ୟାଗ କରିବେ ନାହିଁ। ସେଦିନ ଆଦମ ହବାକୁ ପରିତ୍ୟାଗ କରିନଥିଲେ, ଆଜି ଆମକୁ ମଧ୍ୟ ପ୍ରଭୁ ପରିତ୍ୟାଗ କରୁନାହାନ୍ତି। ଆମେ ଅନେକ ପାପ କରୁଛୁ, ତଥାପି ପ୍ରଭୁ ଆମକୁ ପରିତ୍ୟାଗ କରୁନାହାନ୍ତି। ତାପରେ କାରଣ ଯଦ୍ୟପି ସେ ଦୁଃଖ ଘଟାନ୍ତି, ଯଦ୍ୟପି ଆମ ଜୀବନରେ ଦୁଃଖ ଆଇବ, ଆମ ଜୀବନରେ କଷ୍ଟ ଆଇବ, ଆମ ଜୀବନରେ ଅନେକ ସମସ୍ୟା ଆଇବ, ତଥାପି ଆପଣଙ୍କ ଅପାର ଦୟାନୁସାରେ ସେ କରୁଣା କରିବେ। ଅପାର ଦୟା ଅନୁସାରେ ସେ କରୁଣା କରୁଛନ୍ତି।
ଆମମାନଙ୍କୁ ବିନଷ୍ଟ କରୁନାହାନ୍ତି, ଆମମାନଙ୍କୁ ମାରି ଦଉନାହାନ୍ତି, ଆମମାନଙ୍କୁ ରୋଗରେ ପକାଇ ଦଉନାହାନ୍ତି। ପ୍ରଭୁ ସେଠୁ ମଧ୍ୟ ଆମକୁ ବାହାର କରୁଛନ୍ତି। ତାପରେ କାରଣ ସେ ମନୁଷ୍ୟ ସନ୍ତାନକୁ ସ୍ୱେଚ୍ଛାରେ କ୍ଲେଶ କିମ୍ବା ଦୁଃଖ ଦିଅନ୍ତି ନାହିଁ। ନିଜେ ସ୍ୱେଚ୍ଛାରେ ବୋଲେ ଇଚ୍ଛାରେ ଦୁଃଖ ଦିଅନ୍ତି ନାହିଁ ବୋଲି ପ୍ରଭୁ ଏହି ପ୍ରକାର କରୁଣାମୟ ପ୍ରଭୁ ଆମମାନଙ୍କୁ ସେ ପରିତ୍ୟାଗ କେବେ କରିବେ ନାହିଁ ବୋଲି ଏପ୍ରିଲରେ ମଧ୍ୟ ଲେଖା ହେଇଛି ନା ସେ ଆମମାନଙ୍କୁ ଏପ୍ରିଲ ପୁସ୍ତକ 13 ପର୍ବରେ ଆମେ ଦେଖିପାରୁଛୁ ସେ କେବେ ଆମକୁ ପରିତ୍ୟାଗ କରିବେ ନାହିଁ, ସେ ଛାଡ଼ିବେ ନାହିଁ ଭିତରେ ଆମେ ଦେଖିପାରୁଛୁ। ସେଇ ପ୍ରକାର ଭାବରେ ଆଦମ ବାବା ମଧ୍ୟ କ'ଣ କରିନଥିଲେ, ପରିତ୍ୟାଗ କରିନଥିଲେ, କିନ୍ତୁ ଗୋଟେ ଉତ୍ତମ ବ୍ୟବସ୍ଥା ପାଇଁ ତାଙ୍କୁ ବାହାର କରିଦେଉଛନ୍ତି। ତାପରେ ଆମେ ଯେସାୟା 59 ତାର 2 ପଦ, ଯେସାୟା 59 ତାର 2 ପଦ, ତୁମ୍ଭମାନଙ୍କ ଅପରାଧ ସବୁ ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କ ପ୍ରଭୁଙ୍କ ମଧ୍ୟରେ ବିଚ୍ଛେଦ ଘଟାଇ ଅଛି। ଆମମାନଙ୍କର ଅପରାଧ, ଆମମାନଙ୍କର ଅବାଧ୍ୟତା କ'ଣ ହେଇଛି, ବିଚ୍ଛେଦ ଘଟାଇ ଅଛି ବୋଲି ଆମେ ଦେଖିପାରୁଛୁ। ଆମମାନଙ୍କର ସମସ୍ତ ବିଷୟ ଈଶ୍ୱରଙ୍କ ଠାରୁ ଆମେ ଅଲଗା ହେଇଯାଇଛୁ ଆମର ପାପ ଦ୍ୱାରା। ତେଣୁକରି ରୋମିଓ ପର୍ବ ତାର 21-22 ଲେଖା ହେଇଛି କ'ଣ, ରୋମିଓ ପର୍ବ ତାର 21-22 ପଦ, ରୋମିଓ ପର୍ବ 21-22 ପଦ। କାରଣ ସେମାନେ ଈଶ୍ୱରଙ୍କୁ ଜାଣି ସେମାନେ ଈଶ୍ୱରଙ୍କୁ ଜାଣି ତାହାଙ୍କୁ ଈଶ୍ୱର ବୋଲି ଗୌରବ ଦେଲେ ନାହିଁ, କି କି ଧନ୍ୟବାଦ ଦେଲେ ନାହିଁ, ଧନ୍ୟବାଦ ଦେଲେ ନାହିଁ, କିନ୍ତୁ କିନ୍ତୁ ଆପଣା 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 ଅସାର ତର୍କ ବିତର୍କରେ ଜଡ଼ିତ ହେଲେ ସାର ତର୍କ ବିତର୍କ ଜଡ଼ିତ ହେଲେ ଓ ସେମାନଙ୍କର ଅବୋଧ ମନ ଅନ୍ଧକାରମୟ ହେଲା। ସେମାନଙ୍କର ଅବୋଧ ମନ ଅନ୍ଧକାର, ସେମାନଙ୍କ ଚିନ୍ତାଧାରା, ସେମାନଙ୍କ ସବୁ ବିଷୟ କ'ଣ ହେଲା ଆମେ ଲେଖା ହେଇଛି, ଅନ୍ଧକାରମୟ ହେଲା। ଈଶ୍ୱରଙ୍କୁ ଜାଣି ସୁଦ୍ଧା ସେମାନେ ଈଶ୍ୱରଙ୍କୁ ପ୍ରଥମ ସ୍ଥାନ ଦେଉନାହାନ୍ତି। ଆଦମ ବାବା ମଧ୍ୟ ସେଇ ପ୍ରକାର ଅବସ୍ଥା ଥିଲେ। ଆଜି ଆମେ ସେଇ ପ୍ରକାର ଅଛନ୍ତି, ଆମେ ନିଜେ ନିଜେ ଟିକେ ଚିନ୍ତା କରିବାର ଅଛି। ଈଶ୍ୱରଙ୍କୁ ଜାଣି ମଧ୍ୟ ଆମେ ଈଶ୍ୱରଙ୍କ ଠାରୁ ବାହାରେ ଅଛୁ। ଯଦି ଅଛୁ, ଆମର ଜୀବନରେ ଅନେକ ଦୁଃଖ ଆସିବ। ଆମେ ଦେଖୁଛୁ ଯେ ସେମାନଙ୍କୁ ବାହାର କରାହଉଛି, କିନ୍ତୁ ଦୟାଳୁ ପରମେଶ୍ୱର ମଣିଷକୁ ନଷ୍ଟ କଲେ ନାହିଁ, ବରଂ ସେମାନଙ୍କୁ ଅନେକ କାମ ଦେଲେ, ବଞ୍ଚିବାକୁ ଆଶା ଦେଲେ, ଭରସା ଦେଲେ, ସବୁ ବିଷୟ ଦେବା ବିଷୟ ଦେଉଛୁ। ତାପରେ ଆମେ ଦେଖୁଛୁ ସେ ଜୀବନ ବୃକ୍ଷ ବିଷୟରେ ଆମେ ଚିନ୍ତା କରୁ। ଏ ଜୀବନ ବୃକ୍ଷ କଣକୁ ଦର୍ଶାଉଛି? ଜୀବନ ବୃକ୍ଷ କଣକୁ ଦର୍ଶାଉଛି? ଆମେ ଦେଖୁଛୁ ଏ ଜୀବନ ବୃକ୍ଷ ଖ୍ରୀଷ୍ଟଙ୍କର ଗୋଟେ ଲକ୍ଷ୍ୟ, ଖ୍ରୀଷ୍ଟଙ୍କର ପ୍ରତି ଇଙ୍ଗିତ କରେ ବୋଲି ଲେଖା ଅଛି। ଗୋଟେ ଖ୍ରୀଷ୍ଟଙ୍କ ବିଷୟକୁ ଜୀବନର ବୃକ୍ଷ ବୋଲି କରି କୁହାଯାଉଛି। ସେ ଜୀବନ ବୃକ୍ଷ ହେଉଛନ୍ତି ନିଜେ ପ୍ରଭୁ ଯୀଶୁ ଖ୍ରୀଷ୍ଟ। ସେଇ ଜୀବନ ବୃକ୍ଷ ନିଜେ ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆଉ ସେଇ ଜୀବନ ବୃକ୍ଷକୁ ଯୀଶୁଙ୍କ ସହିତ ତୁଳନା କରାଯାଉଛି, ତାଙ୍କୁ ସଂକେତ କରାଯାଉଛି ବୋଲି ଆମେ ଏଠି ଦେଖିପାରୁଛୁ। ଆଉ ଯେତେବେଳେ କିରୁବଗଣ ସେଠି ତେଜମୟ ଖଡ୍ଗ ସ୍ଥାପନ କଲେ, ପୂର୍ଣ୍ଣମାନେ ତେଜମୟ ଖଡ୍ଗ ସ୍ଥାପନ କଲେ। ଏ ତେଜମୟ ଖଡ୍ଗ କ'ଣ ବୁଝାଉଛି? ତେଜମୟ ଖଡ୍ଗ କ'ଣ ବୁଝାଉଛି? ମନେ ରଖନ୍ତୁ, ସେ ଜୀବନ ବୃକ୍ଷ ଖ୍ରୀଷ୍ଟଙ୍କୁ ବୁଝାଉଛି, ପ୍ରଭୁ ଖ୍ରୀଷ୍ଟଙ୍କୁ ବୁଝାଉଛି। ଆଉ ଏ ତେଜମୟ ଯୋଉ ଖଡ୍ଗ, ଜ୍ୱଳନ୍ତ ତେଜମୟ ଖଡ୍ଗ ଈଶ୍ୱରଙ୍କୁ ନ୍ୟାୟକୁ ବୁଝାଉଛି, ଈଶ୍ୱରଙ୍କର ନ୍ୟାୟକୁ ବୁଝାଉଛି, ବିଚାରକୁ ବୁଝାଉଛି। ଆଉ ଯୋଉ କିରୁବ ଗଣ ସେଠି ଥିଲେ, ସେ କିରୁବ କାହାକୁ ବୁଝାଉଛି? ଈଶ୍ୱରଙ୍କର ପବିତ୍ରତାକୁ ବୁଝାଉଛି। ଈଶ୍ୱରଙ୍କର ପବିତ୍ରତାକୁ ବୁଝାଉଛି। ସେଇ ପବିତ୍ର ସ୍ଥାନରେ, ସେ ନ୍ୟାୟ ଜାଗାରେ ଏ ପାପୀ ମନୁଷ୍ୟମାନେ ପ୍ରବେଶ କରିପାରିବେ ନାହିଁ। ଆଉ ସେଥିପାଇଁ ସେଠି ଖଡ୍ଗ ସ୍ଥାପନ କରାଯାଇଛି। ସେଠି ଗୋଟେ ଦୂତ ଜଗିଛନ୍ତି, ସେ ଭିତରେ କେହି ମଧ୍ୟ ପ୍ରବେଶ କରିପାରିବେ ନାହିଁ, କେହି ମଧ୍ୟ ସେଠି ପ୍ରବେଶ କରିପାରିବେ ନାହିଁ। ତ ଏ ଜୀବନର ବୃକ୍ଷ କ'ଣ ହେଲା ନାହିଁ? ନଷ୍ଟ ହେଲା ନାହିଁ।
ଯୀଶୁ ଖ୍ରୀଷ୍ଟ ସେଇ ନ୍ୟାୟର ଖଡ୍ଗ ନିଜେ ବହନ କଲେ ବୋଲି ଆମେ ଦେଖିପାରୁଛୁ। ଯୀଶୁ ଖ୍ରୀଷ୍ଟ କ୍ରୁଶରେ କଣ ହେଲେ? ମୃତ୍ୟୁବରଣ କଲେ, କବର ପ୍ରାପ୍ତ ହେଲେ, ତୃତୀୟ ଦିନ ଆଉ ସେ ନ୍ୟାୟବାନ ପରମେଶ୍ୱରଙ୍କ ଦ୍ୱାରା ଆଜି ତାଙ୍କ ବିଶ୍ୱାସ କଲେ ଆମେ ସେଇ ଜୀବନ ମଧ୍ୟରେ ପ୍ରବେଶ କରିପାରିବା। ତେଣୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ ଜହନ 10 ପର୍ବରେ ମୁଁ ଦ୍ୱାର ବୋଲି କୁହାଯାଏ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଦେଇକରି ଆମେ ସେଇ ଜୀବନ ରୂପ ସେଇ ଦ୍ୱାରରେ ପ୍ରବେଶ କରିପାରିବା। ଯଦି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ହୃଦୟରେ ଗ୍ରହଣ କରିବା ନାହିଁ ତାହେଲେ ଆମେ ସେଇ ଦ୍ୱାର ନିକଟକୁ ଆମେ ଯାଇପାରିବା ନାହିଁ। ଆଉ ଜୀବନର ପଥ ପୁଣି ସେଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆମେ ବିଶ୍ୱାସ କରୁଛୁ ସେଇଟା ଆମମାନଙ୍କ ପାଇଁ ଖୋଲା ହେଇଯିବ। ଏବେ ବନ୍ଦ ଅଛି କିନ୍ତୁ ଯୀଶୁ ଆକା ସେଇଟା ଖୋଲି ପାରିବେ। ଯୀଶୁଙ୍କୁ ଦେଇକରି ଆକା ସେଇଟା ଆମେ ଯାଇପାରିବା, ନହେଲେ ଆମେ ଯାଇପାରିବା ନାହିଁ। ତେଣୁକରି ଆଜି ଆମେ ସେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜହନ 14:6 କହୁଛନ୍ତି ମୁଁ ପଥ ସତ୍ୟ ଓ ଜୀବନ ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରିବେ ନାହିଁ ବୋଲି କହୁଛନ୍ତି। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ଲକ୍ଷ୍ୟ କରି ସେଇଟା ଆମେ ଦେଖିପାରୁଛୁ। ସେ ଖଡ୍ଗ ତାଙ୍କ ଉପରେ ପଡୁବା ବିଷୟ ଆମେ ଦେଖିପାରୁଛୁ। ଯୋଉ ସମସ୍ତ ପାପର ବୋଝ, ସମସ୍ତ ପାପ ସେ ଈଶ୍ୱର ହେଉଛନ୍ତି ନ୍ୟାୟବାନ ପରମେଶ୍ୱର। ସେ ପାପକୁ କେବେ ମଧ୍ୟ ଦଣ୍ଡ ନେଇ ଛାଡିବେ ନାହିଁ। ତେଣୁକରି ଆମଙ୍କ ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଦଣ୍ଡ ସବୁ ବହନ କଲେ ଆଉ ଆଜି ଏଇ ଦ୍ୱାର ଉନ୍ମୁକ୍ତ କରିଦେଇଛନ୍ତି ଆମମାନଙ୍କ ପାଇଁ। ଆମେ ଯଦି ତାଙ୍କୁ ଦେଇକରି ଗଲେ ଏକା ଆମେ କଣ କରିପାରିବା? ସେଇ ଦ୍ୱାର ନିକଟରେ ପ୍ରବେଶ କରିପାରିବା। ସେଇ ଦ୍ୱାର ନିକଟରେ ଆମେ ପ୍ରବେଶ କରିପାରିବା, ନହେଲେ ଆମେ ପ୍ରବେଶ କରିପାରିବା। ତେଣୁକରି ପ୍ରଥମ କରନ୍ଥୀୟ 15 ପର୍ବ ତାର 21 ଏବଂ 22 ପଦରେ ଲେଖା ହେଇଛି। ପ୍ରଥମ କରନ୍ଥୀୟ 15 ପର୍ବ ତାର 21-22। କାରଣ ମନୁଷ୍ୟ ଦ୍ୱାରା ମୃତ୍ୟୁ ଉପସ୍ଥିତ ହୋଇଥିବାରୁ ମନୁଷ୍ୟ ଦ୍ୱାରା ମୃତ୍ୟୁ ଉପସ୍ଥିତ ହୋଇଥିବାରୁ ମନୁଷ୍ୟ ଦ୍ୱାରା ମଧ୍ୟ ମୃତମାନଙ୍କର ପୁନରୁତ୍ଥାନ ଉପସ୍ଥିତ ହୋଇଅଛି। ମନୁଷ୍ୟମାନଙ୍କ ଦ୍ୱାରା କଣ ହେଲା? ପାପ ମୃତ୍ୟୁ ପ୍ରବେଶ କଲା। ସେ ମନୁଷ୍ୟମାନଙ୍କ ଦ୍ୱାରା ମଧ୍ୟ ପୁନରୁତ୍ଥିତ ହେବ। ଆଉ ଆମେ ଦେଖୁଛୁ ଜଣଙ୍କ ଦ୍ୱାରା କଣ ହେଲା? ପାପ ପ୍ରବେଶ କରିଛି। ସେଇ ପ୍ରକାର ଜଣକ ଧାର୍ମିକତା ଦ୍ୱାରା ଆଜି ଆମେ ମୁକ୍ତି ପାଇପାରିବା। ଆଉ ସେ କେହି ନାହିଁ ସେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଯେତେବେଳେ ସେ ଦ୍ୱାର ବନ୍ଦ ଅଛି ସେ ଭିତରକୁ କେହି ଯାଇପାରିବେ ନାହିଁ। ତେଣୁକରି ସେଇ ରାଜାମାନଙ୍କର ରାଜାଙ୍କର ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିଲେ ଆଉ ସେଇ ଦ୍ୱାର ମୁକ୍ତ କରିବା ପାଇଁ ସେ ନିଜେ ସେ କାଳରେ ମୃତ୍ୟୁବରଣ କରୁଛନ୍ତି। ସେଇ ଗେଥସିମନି ବଗିଚାର ସେଇ ଦ୍ୱାର ବନ୍ଦ ଥିଲା, ଖଡ୍ଗ ସବୁ ଝୁଲୁଥିଲା। ଆଉ ସେଇ ନ୍ୟାୟବାନ ପରମେଶ୍ୱର ପାପକୁ କେବେ ମଧ୍ୟ ପ୍ରଶ୍ରୟ ଦେବେ ନାହିଁ। ସେଇ ପାପ ସବୁ ପ୍ରଭୁଙ୍କ ଉପରେ ପଡୁଛି, ଆମଙ୍କର ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ପଡିଲା। ଆଉ ସେ ଆମ ପାଇଁ ମୃତ୍ୟୁବରଣ କରୁଛନ୍ତି। ଆଜି ଆମେ ସେଇ ଯୀଶୁ ଠାରେ ଆମେ ବିଶ୍ୱାସ କରୁଛୁ। ସେଇ ଯୀଶୁ ହେଉଛନ୍ତି ପଥ ସତ୍ୟ